রে নিঃস্ব মা তোর জাত ক্রোধ জাত মা তোর জাত ক্রোধ জাত তুমর জিলু তনু চন্দ্রমা মালো অম্বিকে উমা আহা হিমাচল যে মা হিমাচল যে মা হর মোহিনী শ্যামা মালো অম্বিকে উমা আহা বিশারদ জনে মোর শুন দেই মন মোহিনী শ্যামা যাহা যাও মান এঠি হেব আলোচন হর মোহিনী শ্যামা এই পরি নারদ এবে বহুত কহিলে হর মোহিনী শ্যামা বিদায় দিয়ন্তু এবে আগমন ফলে হর মোহিনী শ্যামা মালো অম্বিকে উমা জ্ঞানী মণ্ডলী বিদগ্ধ শ্ରୋତା ମଣ୍ଡଳୀ 2026 ମସିହାର ଯୁବବନ୍ଧୁ ମାନେ ନଜର କରିବି ଦେବଦତ୍ତୀ ନାରଦ ବ୍ରହ୍ମାଙ୍କର ପୁଅ ଆଜନ୍ମ ବ୍ରହ୍ମଚାରୀ ବିଚାର କଲେ କହିଲେ ପ୍ରଭୁ ବିଦାୟଟାକୁ ମତେ ଦବ ନଚେତ ମୁଁ ତୀର ମାତ୍ର ରହିପାରିବିନି ଏଠି ତୀରେ ମାତ୍ର ରହିପାରିବିନି ଆପଣଙ୍କର ବଡ଼ ଭକ୍ତ ହନୁମାନଙ୍କୁ ଦର୍ଶନ ନ କଲା ପର୍ଯ୍ୟନ୍ତ ମୋ ମନଟା ସ୍ଥିର ହବନି ମତେ ବିଦାୟଟାକୁ ଦିଅ ଏ ତ ମାୟାଧର ଠାକୁର ଗର୍ଭଗଞ୍ଜନ ନରହରି ବିଦାୟଟାକୁ ଦେଲେ କହିଲେ ବିଳମ୍ବ କଲେ କାର୍ଯ୍ୟ ନଷ୍ଟ ହବ ଗର୍ଭଗଞ୍ଜନ କରିହବନି କଣ କଲେ ସିଏ ବିଦାୟଟାକୁ ଦେଲେ ଏଇଠି ବିତେଇ ଗଲା ପ୍ରଭୁ କଠାରୁ ନାରଦ ମାଗିଣ ବିଦାୟ ମାଗିଣ ବିଦାୟ ଏବେ ମାଗିଣ ବିଦାୟ ହଇରେ ଚିତ୍ରକୂଟ ସାନୁ ମାନେ ଆହା ଚିତ୍ରକୂଟ ସାନୁ ମାନେ বলে মুনিরায় গ্রীষ সময় কাল আহারে গ্রীষ কাଳ ଏବେ ହେନି ଶ୍ରମ କାଳ କାଳ ହେନି ଶ୍ରମ କାଳ হইয়ে বন বিনা জীব সৃষ্টি আহা বন বিলেখিবা সৃষ্টি হইলে ব্যাকুল গ্রীষ মনয়ে সময় ପ୍ରଭୁଙ୍କଠୁ ବିଦାୟ ନେଇ ନାରଦ ଚାଲିଛନ୍ତି ବଡ଼ ଭକ୍ତ ହନୁମାନଙ୍କୁ ଦର୍ଶନ କରିବା ପାଇଁ କୋଉଠିକି କିରେ ଚିତ୍ରକୂଟକୁ ଚିତ୍ରକୂଟ ପର୍ବତ ସମୟଟା ବନ ବିନେ ଜୀବ ସୃଷ୍ଟି ହେଲେ ବ୍ୟାକୁଳ ହଁ ବନ କାର୍ତ୍ତିକ ହଁ କଣ ବୁଝୁଛୁ ବନ ବୋଲେ ଜଙ୍ଗଲ କହିଛି ପୁଣି ବନ ଏଟା ଭଲ ପିଲା ବାୟକ ଯେତିକି କରୁଛି କରୁ ଯେତିକି ପରିବେଷଣ କରୁଛି କରୁ ମୋର କିଛି ଦୁଃଖ ନାହିଁ ବନ ବୋଲେ ପାଣି ବନ ବୋଲେ ଜଙ୍ଗଲ ଜଙ୍ଗଲ ଅଭାବରେ ପାଣି ଅଭାବରେ ପକ୍ଷୀ ମାନେ ବ୍ୟାକୁଳିତ ସମୟ କୋଉ ସମୟଟା ଗ୍ରୀଷ୍ମ ସମୟ ଆସୁଛି ଧୀରେ ଧୀରେ ଆସୁଛି ଆଜ୍ଞା ଛାନ୍ଦ ଗାଇବି ପୁରୁଣା ପଦ କାଲିର ଗାୟକ ବି ଗାଉଥିବ ହଁ अरे पुओ पाठ पढ़िले गीत गाती हाड़ी बाउरीଙ୍କ पुओ गाइबा माप नथिले गायक हबु आजिकाली झियो झियो बुड़ेई देले रे ओडिसा खाइले कला क्रमे मधु शेष हुवन्ते प्रवेश होइला ग्रीष्म माया अरे कोर मारी कोर मोहाखर करा আজি কমল কুমার
ହୁଅନ୍ତେ ପ୍ରବେଶ ହୋଇଲା ଗ୍ରୀଷ୍ମ ସମୟ ହେଲା କ୍ରମେ ହଁ କ୍ରମଶଃ ଯେତେବେଳେ ଧରାପୃଷ୍ଠରୁ ମଧୁମାସ ସରିଛି ଏଇ ଯୋଉ ସମୟଟା ବସନ୍ତ ସରିଛି ଧରାପୃଷ୍ଠରେ ପହଞ୍ଚିଛି ଉପଯୁକ୍ତ ଗ୍ରୀଷ୍ମ ସମୟ ହେଇ କରମାଳି କର ମହାଖର ତର କମଳ କୁମାର ପରାୟ କରମାଳି ଯେ କି ସୂର୍ଯ୍ୟ ହଁ କର ଅର୍ଥ କିରଣ ସୂର୍ଯ୍ୟଙ୍କର କିରଣ ଏତେ ତାତିଲା କମଳ କୁମାର ପରାୟ ହେଇ ହେଇ କମଳ କଣ ବୁଝୁଛୁ କମଳ ମାନେ ଘୋଡ଼ି ହବ ଯୋଉ କମଳ ଘୋଡ଼ି ହବା କମଳକୁ ନଜର କରି ଲେଖିଛନ୍ତି କବି ଆଉ କଣ କମଳ 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 ପଦ୍ମ ର ର ର କମଳ ପଦ୍ମ କାହିଁକି ମୃଦଙ୍ଗ ବଜେଇ ଆଉଛୁ ଦୁଆରେ ସପ ପକେଇକି ଓଡ଼ିଆ ଓଡ଼ିଆ ଅଭିଧାନ ଲେଖୁନୁ କହିଲା କମଳ ବୋଲେ ପଦ୍ମ ହଁ କମଳ ବୋଲେ ପଦ୍ମ ପଦ୍ମ ଏଠି ଫିଟି ନୁହଁ କମଳ ବୋଲେ ଘୋଡ଼ି ହବା କମଳ ଏଠି ଫିଟି ନୁହଁ କମଳ ଆଉ କଣ ଜାଣିଛ କାହିଁକି ହେରା ଖାଉଛୁ କମଳ ହୁଁ ଏଇ ଆମ ଏଇ ପାଖରେ ଅଛନ୍ତି ବାଇକ କମଳ ଏଇ ଖୈରପଟି କମଳ ବାବୁ ଆଉ କଣ ବା ମୋ ବୁପା କୀର୍ତ୍ତନ ଗାଇଥିଲା କାହିଁ ଏମିତି ହଉଛୁ ଘୋଡ଼ଙ୍ଗ କମଳ ବୋଲନ୍ତେ ଜଳ କମଳ ବୋଲନ୍ତି ଜଳ ଜଳରୁ ଜପଦରୁ ଜାତ ଧନ୍ଦ ଜଳରୁ ଜାତ ଧଣ୍ଡ ତମେ ଜାଣିଛ ଦେଖିନ ଆ ଯାଇଥିଲେ ପୋଖରୀ କି ର ର ଧନ୍ଦ କହୁନି ନା ଜଳରୁ ଜାତ ହଉଛି ଅଗ୍ନି ବାଡ଼ବାଗ୍ନି ବାଡ଼ବାଗ୍ନି ସହିତ ସଦୃଶ୍ୟ ଏ ପୃଥିବୀ ତାତିଲା ଆସନ୍ତୁ ଦ୍ୱିତୀୟ ପଦକୁ କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମ ଭୂମି ଅଶ୍ୱବତ ବାସ୍ ଯୁଦ୍ଧ ଭୂମିରେ ଅଶ୍ୱମାନେ ଯେମିତି ଟପ୍ 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 ଚାଲନ୍ତି ପାଦ ତାତିବା ହେତୁ ପଥିକ ସେମିତି ଗତି କଲେ ଯେ କାଇଁ ଏ ହଉଛୁ କିରେ ପୁଅ ଚାରିଟା ଦିନ ଯଦି ବୁହାଇବି ମାରିଦେବି ଜୀବନରେ ମୁଁ ହଉଛି ଶୁଣେ ପୁଅ, ଏଇଠି ଆରେ ନୟାଗଡ଼ରେ ଯେତେ ପାଳିଆ ଶୁଣି ଶୁଣି ତୋ ଦଦା ବଳଭଦ୍ର ଜେନାକୁ ଛାଡ଼ିଦେଲେ ଆଉ ସମସ୍ତେ କହିବେ ଏଇଟା ଛାତିରେ ଜନି ଗ୍ୟାଷ୍ଟ୍ରିକ୍ କରିକି ମାରେଇଦେବ ରଡି ରଡି এটা পালিয়া মরা গায়কটা କିନ୍ତୁ ଦେଖେ ଦେଖେ ନା ଏଇ ଖରା ଟାଇମରେ হ্যাঁ ପ୍ରଖଣ୍ଡ ସୂର୍ଯ୍ୟଙ୍କର ପ୍ରଖର କିରଣ ସମୟରେ বাহ ନାରଦ ବିଦାୟ ନେଇକି ଯାଉଛନ୍ତି ଚିତ୍ରକୂଟକୁ বাস କେତେ ଖରା ନାରଦଙ୍କୁ ବାଧା ଦେଲାନି হ্যাঁ ନାରଦଙ୍କ ମୁଣ୍ଡ ତାତିଲାନି ଆଉ ପାଦ ତାତିଲାନି କଣ କହୁଥବ କଣ ହେଇଛି କାହିଁକି ତାତୁନି କାହିଁ ତାକୁ ଖରା ତ ଏତେ ଜୋର ହଉଛି କାହିଁ ତାକୁନି ଭଞ୍ଜ ଭଞ୍ଜ କୀର୍ତ୍ତନଟା କୀର୍ତ୍ତନ ପରି ଚାଲିଲେ ହବ ସୁଲୁସୁଲିଆ ହେଇକି এইটি ନା দেখে কবি জাকেরে ভঞ্জ কাঠ জাকেরে মঞ্জ হেলে নারী জাকরে বাঞ্ছ ଇଆଡେ କାନ। ତୋତେ ଏତେ କଥା କିଏ ବତେଇଛି কোন ম ସମ୍ରାଟ ପଦ হ্যাঁ ପଦଟା ମାଳଦମ କରେ এই କଲା ବୃହତ ଭାନୁ 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 ପ୍ରଭାତାପ নাই আরে ভোলা প্রভাতাপ নাহি ଭୂତ ମାଳ 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 ତିଲତା ସେହି ଲତା ଜହି ଭଲା সেই রতা জনি আরে সেই রতা জনি আরে এবে সেই রতা জনি সেই রতা ରହ ଦଳି ନେବି ପୁଅ ବୃତ୍ତ ମାଳ 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 ତିଲତା ଜହି ବୃହତ ଭାନୁ 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 ଭଞ୍ଜ ତିନି ଭାନୁ କଲମ କଲେ এই ତିନିଟା ଭାନୁ କାହିଁକି ଲେଖିଲେ ঠিক কথা তো বল চিন্নিটা ভানু 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 ବୃହତ ଭାନୁ ଯେ କି ଅଗ୍ନି হ্যাঁ ଭାନୁ ଯେ କି ସୂର୍ଯ୍ୟ সূর্য ଭାନୁ ଯେ କି କିରଣ কিরণ ସୂର୍ଯ୍ୟଙ୍କର କିରଣ ସେ ଜଙ୍ଗଲରେ ପଡେନି କୋଉ ଜଙ୍ଗଲରେ চিত্রকূট ବାଃ। କାହିଁକି ପଡେନି কাহিকি ବୃତ୍ତ ମାଳ 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 ତିଲତା ଜହିଁ ବୃତ୍ତ ଆବୃତ ଆବୃତ ହୋଇ ବଡ ବଡ ବୃକ୍ଷରେ ଛୋଟ ଛୋଟ ଗୁଳ୍ମଲତା ମାନେ ମାଡ଼ିଥିବା ହେତୁ ସୂର୍ଯ୍ୟଙ୍କର କିରଣଟା ତଳେ না ତଳକୁ ଭେଦ କରୁନି হ্যাঁ মানে কেতে গছ পত্র হইছে ଆଚ୍ଛା କାର୍ତ୍ତିକ আজ্ঞা କାର୍ତ୍ତିକରେ আজ্ঞা রে ଆହୁରି ରୋଗ ଅଛି
ଯୋଉ ଜାଗାରେ ସୂର୍ଯ୍ୟଙ୍କର କିରଣ ତଳେ ପଡୁନି ହଁ। ସେ ଜାଗାଟା କଣ ହୁଏ? ଥଣ୍ଡା ରହିବ। ଆଉ ଅନବର୍ତ ବହଇ ନିର୍ଝର ଝର ଝର ବିରତ ଏସି ଭଳିଆ କାମ କରିବ। ବିଶେଷତଃ ରଙ୍ଗ ରଙ୍ଗ ରଙ୍ଗିଣୀ ଶୋଭିତ। ବାଃ ବାଃ। ନାରଦ ଯେତେବେଳେ ଦେଖିଲେ ଜଙ୍ଗଲକୁ ଗଲେ ବା ଓ ନା ପଳେଇବି ମଞ୍ଚ ଛାଡ଼ିକି ପୁଅ। କଥା ପ୍ରସଙ୍ଗରେ ମଞ୍ଚରେ ମୋ ବା ଡାକିଲେ ସେ ଓ କରୁଛି। କଣ ନାଚ କରଉଛି ଇଏ ଗୋଟିଏ ଇଏ ସ୍କୁଲ ବାରଣ୍ଡା କୁଦିନି ୟାର ସବୁ ଇଂଲିଶ କଲା ସେ ମ୍ୟାଚ କରଉଛି ନା ଓ ଦେଖ ନଜର ଦିଏ ହଁ ନା ଓ କଣ ହେଇଛି କଣ ଭାପ କୋଉଠି ଅଛି ଭାବ କହିଲୁ ଭାବ ତ ହେଇଠି କୋଉଠି ଏମିତି ଗଛ ପତ୍ର ହେଇଛି ଯେ ମାନେ କିରଣଟା ପଡୁନି। ନାରଦ ଦେଖୁଛନ୍ତି ଦେଖୁଛନ୍ତି ନାରଦ କି ଭଳିଆ ସୁନ୍ଦର ଖରାର ବାଧା ଦଉନି ବାଃ ବାଃ। କି ଜଙ୍ଗଲର ମହାତ୍ମ କି ଜଙ୍ଗଲ ବିଚାର କଲେ କଲେ ମାଙ୍କୁଡୁଟା ମୋଠୁ ବଡ ଭକ୍ତ ହଉ କି ଛୋଟ ଭକ୍ତ ହଉ ମୋ ତଳୁ ଚାରିଆଙ୍କୁ ସେ ନଉ ନ ନଉ କେମିତି ଜଙ୍ଗଲକୁ ସାଇ ଦେଇଛି। ହଁ, ଆଉ ଟିକେ ବାଟ ଆଗକୁ ଗଲେ ଗଲା ହାଁ? ଆଉ ଟିକେ ନାରଦ ଆଗକୁ ଗଲେ ଜଙ୍ଗଲରେ ଏଇ ଦେଖିଦେଲେ ଗୋଟିଏ ଜାଗାରେ ଛିଡା ହେଇଛନ୍ତି। ବାଃ ବାଃ ବାଃ। ଚାରିପଟକୁ ଅନେଇ ଦେଲେ ହଁ ଚାରିପଟକୁ ଅନେଇଲା ବେଳକୁ କହିଲେ ଇଏ ଗୋଟେ ଅହିଂସା ବର୍ଣ୍ଣ। ଏ ଜଙ୍ଗଲରେ ହିଂସା ନାହିଁ। ଆଉ ଖାଦ୍ୟ ଯୋଉଠି ଖାଦକ ସେଇଠି। ବାବା ବାବା କବି ନୁହଁ ଆଜ୍ଞା ଆପଣ ମାନଙ୍କର 25 ବର୍ଷ ସ୍ୱର୍ଗତ ହବା ଗାୟକ ନୟାଗଡ଼ର ଯିଏ ଖାଣ୍ଟି ଓଡ଼ିଆରେ କହିଲେ ଷଣ୍ଢ ଗାୟକ ଥିଲେ ଆଜ୍ଞା ଯୁଧିଷ୍ଠିର ଉପାଧି ପାଇଥିଲେ ଗୋଡ଼ିପଡ଼ା ଗ୍ରାମର ପୃଷ୍ଟି ମହୋଦୟ ହେଇ ଉଦ୍ୟନାଥ ପୃଷ୍ଟି ବୁଦ୍ଧନାଥ ପୁଷ୍ପ ସେ କଣ କହିଲେ କଣ କହିଲେ କେହି କାହାରି ଉପରେ ବାବା ନ କରନ୍ତି ହିଂସା ସିଂହ ସଙ୍ଗେ ବିଚରଣ ସୁଖେ କରେ ଶଶା। আহা কণ্টিলরে মাধব তু শ্রীক্ষেত্রে কালিয়া সেঠি শুনাবে শয়েটি কাইচ মালিয়া କେହି କାହାରି ଉପରେ ନ କରନ୍ତି ହିଂସା ସିଂହ ସଙ୍ଗେ ବିଚରଣ ସୁଖେ କରେ ଶଶା। ହଁ ଶଶା ଯାଇକି ଠେକୁଆ ହଁ ପଶୁରାଜ ସିଂହ ଯଦି ଠେକୁଆକୁ ଦେଖିବ ହଁ ଛପ୍ କିନି ମାଡ଼ି ବସିବା କଥା। ହାଲୋ ଇଏ ସାଙ୍ଗ ହେଇକି ଖେଳୁଛନ୍ତି। ବାବାରେ ନାରଦ ମୁଣ୍ଡରେ ହାତ ମାରିଲେ କହିଲେ ଦେଖ ଖାଦ୍ୟ ଯୋଉଠି ଖାଦକ ସେଇଠି। ଆଉ ଟିକେ ବାଟ ଆଗକୁ ଗଲେ ଆଉ ଟିକେ। ଶାର୍ଦୁଳ ଅଙ୍ଗଲେ ହନ ପରେ କୃଷ୍ଣ ସାର ବାଜ ସହିତେ କପୋତ କରଇ ବିହାର। দাসিয়া নড়িয়া সিনা কতে যে বড়িয়া হেলে তো বড়া অর্ণ কতে যে বড়িয়া ଶାର୍ଦୁଳ ଅଙ୍ଗଲେ ହନ করে କୃଷ୍ଣ ସାର। ହେଇ ଶାର୍ଦୁଳ ଯେ କି ତୁ କାହିଁକି ତୁଣ୍ଡ ଖୋଲୁଛୁ ତୁ ଯଦି ନ ଜାଣୁଛୁ କିଛି ତୁଣିକି ବସୁନୁ। ଶାର୍ଦୁଳ ହାତୁଳ କିଏ କହ ତାକୁ ପଚାର ତାକୁ ପଚାର ଗୋଟେ ନା ସୁବଳ ବାବୁକୁ କହିବି ଆଜି ଏଇଠି ଶୁଣ ଟଙ୍କାଟା ଟଙ୍କା ମୁଠେ ଖାଇବାକୁ ବି ଦବନି ତମ ହଳକୁ। ଶାର୍ଦୁଳ ଶାର୍ଦୁଳ ଯେ କି ବାଘ କୃଷ୍ଣ ସାର ଯେ କି ମୃଗ ବା ହରିଣ। ବାର ହାତେ ବାଟରେ ଆଜ୍ଞା ବୁଦାମୂଳେ ଲୁଚିକି ବସିଥିବ ବାଘ ଖାଲି ବିରାଡ଼ି ଯେମିତି ମୂଷାକୁ ନେଇଥାଏ 1 ଲକ୍ଷ ନେଇଥିବ ସୁଯୋଗ ମିଳିଲେ ବାର ହାତେ ବାଟରୁ ଖାପା ମାରିକି ଛମା କିନ୍ତୁ କିନ୍ତୁ ଜିଭ ପକେଇକି ଚାଟୁଛି। ବାଘ ମୃଗକୁ ଜିଭ ପକେଇକି ଚାଟୁଛି। ଦେଖେ ପୁଅ କେମିତିଆ ନାରଦ ଦେଖିଲେ କହିଲେ ବା ଓ ଧନ୍ୟରେ ମାଙ୍କଡ ତୁ ସାଇତିଛୁ ମୋଠୁ ଶ୍ରେଷ୍ଠ ହୁଅ କି ମୋ ତଳେ ରୁହ ମୋ ତଳୁ ଚାରିଆଙ୍କ ନିଏ ନ ନିଏ କେମିତି ଜଙ୍ଗଲକୁ ସାଇତିଛି। କେତେ ସୁନ୍ଦର ଆଉ ଟିକେ ବାଟ ଆଗକୁ ଗଲେ ଗଲେ କିଏ ଏ ଦେବତୀ ନାରଦ ଦେବଦତ୍ତୀ ନାରଦ ହଁ। କହିଲେ ହଉ ଦେଖିବା ମାଙ୍କଡ କୋଉଠି ଅଛି ତା ବାଟ ଦେଖିବା ହଁ। କିନ୍ତୁ ଜଙ୍ଗଲକୁ ଦେଖି ଦେଖି ଚାଲିଲେ ଗଲା ବେଳକୁ ଗୋଟିଏ ଜାଗାରେ ଛିଡା ହେଲେ ହଁ ଚାରିପଟକୁ ବୁଲିକି ଅନେଇଲେ ପୂର୍ବ ପଟକୁ ଅନେଇଲା ବେଳକୁ ଦେଖିଲେ ଗଛର ଡାଇଏ ମୂଳରେ ଲେଖା ହେଇଛି ସୀତାରାମ। ସୀତାରାମ ବଟ ବଟ ଅକ୍ଷରରେ ଲେଖା ହେଇଛି ସୀତାରାମ। ସୀତାରାମ
ଏ ଲେଖୁଛି କି ନା ତ କହିଲେ ହଉ ଦେଖିବା ଦେଖିବା ପୂର୍ବ ଦିଗରୁ ଆଖି ଫେରେଇ ଆଣିଲେ ପଶ୍ଚିମକୁ ଅନେଇଲା ବେଳକୁ ଲେଖିଲେ ଗଛର ଡାଳ ଗୁଡାକ ଲେଖା ହେଇଛି ସୀତାରାମ 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 ପଢିଲେ ହଁ ସୀତାରାମ ସୀତାରାମ ପଶ୍ଚିମରୁ ଆଖି ଫେରେଇଲେ ଦକ୍ଷିଣକୁ ଅନେଇଲା ବେଳକୁ ଗଛର ପତ୍ର ଗୁଡାକ ଛୋଟ ଛୋଟ ଅକ୍ଷରରେ ଲେଖା ହେଇଛି ସୀତାରାମ ନାରଦ କହିଲେ କିଏ ଲେଖୁ ହଉ ଦେଖିବା ଦକ୍ଷିଣରୁ ଆଖି ଫେରେଇଲେ ଉତ୍ତର ପଟକୁ ପିତେଇ ଅନେଇଲା ବେଳକୁ ବଡ ବଡ ପଥର ଉପରେ ଲେଖା ହେଇଛି ବଡ ବଡ ଅକ୍ଷରରେ ସୀତାରାମ 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 କିଏ ଲେଖୁଛି ଏଗୁଡା ଲେଖୁଛି? ହାଁ କିଏ ଲେଖୁଛି କିଏ ଲେଖୁଛି କିଏ ଲେଖିଲା ସେ ଲେଖିଥିବ ତ କିଏ ମାଙ୍କଡଟା ହାଁ ମାଙ୍କଡ କହିଲା ଆଉ କିଏ କାହିଁକି ଲେଖିବ ହାଁ ଏଇ ମାଙ୍କଡ କହିଲା ପବନ ପଞ୍ଜ ଡୋଇ ଏକ ଯାଦୁକାରୀ আরে ফলা একতা তু করি আরে এবে একতা তু করি ଯାଦୁ ବିଦ୍ୟା ବଳେ ଲେଖି ଦେଇଛି করি ପବନର ପୁଅ ହନୁମାନ ବୁଦ୍ଧ ଗୋଟେ ଯାଦୁ ବିଦ୍ୟା ବଳ ଶିଖିଛି ହଁ ହଁ ଏ ଯାଦୁ ବିଦ୍ୟା ବଳ ଦ୍ୱାରା ବନ ପର୍ବତ ଚାରିଆରେ ଖାଲି ସୀତାରାମ ଲେଖିଛି ବାସ୍ କି ଯାଦୁ ବିଦ୍ୟା ବଳ ଦ୍ୱାରା ଲେଖିଛି କି ସ୍ୱତନ୍ତ୍ର ଏ ସୀତାରାମ ଲେଖିବା ପାଇଁ କେତେଟା ହଳିଆ ପିଲା ଦରମା ଦେଇକି ରଖିଛି ଏଗୁରା ଲେଖିବା ପାଇଁ କି ଜଙ୍ଗଲରେ କି ଗୋଟେ ମାହାତ୍ମ୍ୟ ଅଛି ହେଇ କେତେଟା କଥା ହେଲା ହଁ ତିନିଟା କଥା ହେଲା ହେଇ ଯାଦୁ ବିଦ୍ୟା ବଳ ଏକ ଦରମା ଖାଇକି ଲେଖିଛି ଦୁଇ ଏ ଜଙ୍ଗଲର କି ଗୋଟେ ମାହାତ୍ମ୍ୟ ଅଛି ହେଇଲା କେତେଟା କଥା ତିନିଟା ହଁ ତିନି କଥାଟା ଭାରି ଅଡୁଆ এইটি ତିନି কার্তিক ও। কলা তিনি তিনি পক্ষী মেল হইলে ভাঙ্গন্তি বসা আরে এবে ভাগতি বসা তিনি নারী যুক্ত হইলে নিশ্চয় পড়ে দুর্দশা পড়ে দুর্দশা রে পড়ে দুর্দশা পড়ে দুর্দশা পড়ে দুর্দশা রে পড়ে দুর্দশা পড়ে দুর্দশা তিনিটা পক্ষী গোটে বসারে যাই বসিবা আজ্ঞা କିଏ ଛିଡ଼ି ପଡ଼ିବ ତିନି ଜାତୀୟ ପକ୍ଷୀ ଗୋଟେ ବସାରେ ଯାଇକି ବସିବେ ଛିଡ଼ି ପଡ଼ିବ ସେ ବସାର ମହତ୍ଵ ଦୂରେ ଥାଉ ଛିଣ୍ଡିକି ତଳେ ପଡିବ ତିନି ନାରୀ ଯାକ ଏକାଥରେ ଯୁକ୍ତ ହବ ତ୍ରିପଥ ପଥରେ ପଥୁକି ଜାନେ ହୁଆଇ ওই বড়ারে জেনে ওই বড়া পাতক ফপিত ত্রিদোষে নিশ্চয় তাই সাগুনা ডাকে সাগুনা রে ডাকে সাগুনা ডাকে সাগুনা ডাকে সাগুনা রে ডাকে সাগুনা ডাকে সাগুনা তিনিটা যাক নারী একাথরে যুক্ত হব দি ହାଲୋ ବୋପା ମା ବାତ କଫ ପିତ୍ତ ସବୁ ତ ଗଲା ତିନିଟାକ ମେଳ ହେଲେ ତାକୁ ନିଶ୍ଚୟ ଡାକିବ ଯିବ ହାଟ କହିବ ଏ କାର୍ତ୍ତିକ ଆଜ୍ଞା କାର୍ତ୍ତିକ ଓ ନାରଦ ବିଚାର କଲେ ହଁ। ଏ ତିନି କଥାଟାରୁ କୋଉ କଥା ସାହାଯ୍ୟରେ ହନୁମାନ ସୀତାରାମ ଲେଖିଛି ବାସ୍ ମୁଁ କେମିତି ଜାଣିବି କେମିତି ଜାଣିବା ପରୀକ୍ଷା ପରୀକ୍ଷା କହିଲେ ଆଗରୁ କହିଛି ମୁଁ ଦିଟା ପରୀକ୍ଷା ଗୋଟେ ଟେଷ୍ଟ ପରୀକ୍ଷା ଗୋଟେ ବୋର୍ଡ ପରୀକ୍ଷା ବାସ୍ ପରୀକ୍ଷା କରିବି ତିନି କଥା ପରୀକ୍ଷାରେ ଯୋଉ କଥାଟା ପାସ୍ କରିବ ସେଇ କଥା ସାହାଯ୍ୟରେ ସୀତାରାମ ଲେଖା ହେଇଛି ହଁ ପରୀକ୍ଷା କଲେ କିଏ କିଏ ଦେବଦତ୍ତୀ ନାରଦ ଦେବଜ୍ୟୋତି ନାରଦ ଲେଖିବ କିଏ ହଁ ବାଙ୍କି ଖଜୁରୀ ପଦା ଗୋପାଳ ପଣ୍ଡା ଗୋପାଳ ପଣ୍ଡା ତାକୁ ଟିକେ ପରୀକ୍ଷା କରିବା କାହାକୁ ପିତ୍ତ ବାସୁ ଓଡିଶୀ ସ୍ୱର ଦବା ହାଁ? କଣ ଲେଖିଲେ କିରେ ଗୋପାଳ ପଣ୍ଡା ହଁ, କହ। ନାରଦ ପରୀକ୍ଷା କଲେ ହଁ କଲା ତୃଣାକୁର ଧରି ହସ୍ତେ ଦିଅନ୍ତେ ଚିରି আও হচ্ছে জমতে চিরি হচ্ছে জমতে চিরি তার মধ্যে সীতারাম হে। আও তার মধ্যে সীতা রাম ওরে ফল এক ভাজি বেনি ফাল মঞ্জি আও বেনি ফাল করি বেনি ফাল করি ফল এক ভাজি বেনি ফাল মঞ্জি আও
କରିଲେ ପରୀକ୍ଷା ନାରଦ କରିଲେ ପରୀକ୍ଷା ନାରଦ କରିଲେ ରହ ହେମିତି ହଇ ଅରିଜିନାଲ ବାୟକ ଯିଏ ସିଏ ଆଗ ଟିକେ ଗଣତିକି ଆଣିବ ତାପରେ ମୃଦଙ୍ଗରେ ହାତ ମାରିବ ତୁ କଣ ପାଇଁ ସୁଲୁ ସୁଲୁ ହଉଛୁ ସୁଲିଆଟା ନାରଦ ନାରଦ କରିଲେ ପରୀକ୍ଷା ନାରଦ କାହା ସାହାଯ୍ୟରେ ଏଠି ସୀତାରାମ ଲେଖା ନାରଦ ନା 3 নম্বରରେ ମାନ କରି ଦିଆ ଚୋଖା ନାରଦ କରିଲେ ପରୀକ୍ଷା ଏଠି ସୀତାରାମ କରିଦେଲା ଚୋଖା ଏଠି ସୀତାରାମ କରିଦେଲା ଚୋଖା ସୀତାରାମ କାହା ସାହାଯ୍ୟରେ ହେଉଛି ଏଠି ଲେଖା ନାରଦ ମାରିଦେବି ପୁଅ ପିତେଇ ଶଙ୍କର ସାରଙ୍କ ଛାତ୍ର ତୁ ତୋ ବୋଲ ଭଲ ନହେଲେ ତୁ ଛାଡ଼ିବାର ଇଞ୍ଚେ ନାହିଁ ତାଳ 3 ନମ୍ବର ମାନ 2ରେ ବାହାରୁଛି କଷିକି ମାନ ଦିଏ ଯୌମାନ ଦିଏ ଲୟ ଦିଏ ତାରକ ଦିଏ ନାରଦ କରିଲେ ପରୀକ୍ଷା କାହା ସାହାଯ୍ୟରେ ଏଠି ସୀତାରାମ ଲେଖା ଏଠି ସୀତାରାମ କରିଦେଲା ଚୋଖା ନାରଦ କରିଲେ ପରୀକ୍ଷା ଗଲା ଗଲାଣି ହାରି ଗଲା
କେତେ ହେଲା ହଉ 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 ପିତ୍ତବାସ ସେଇଥିପାଇଁ ତମେ ମଙ୍ଗୁନ ହଁ କହିବ 10 ମିନିଟ୍ ଆଖ ନ ଦେଇକି ଆମକୁ ହାଲିଆ କରେଇବ ତଥାପି ଆଜିର ସେ ଗାୟକ ସେଇଆ ନୁହଁ ଏଇଠି ଅନେଇଲ ପିତ୍ତବାସ ନଜର ଦିଅ ପରୀକ୍ଷା କରେଲ ନାରଦ ତୃଣାଙ୍କୁର ଧରି ହସ୍ତେ ତେମ୍ତେ ଚିରି ତାର ମଧ୍ୟ ସୀତାରାମ ତୃଣାଙ୍କୁର ତୃଣ ଅଙ୍କୁର ଅଙ୍କୁରି ଥିବା ତୃଣଟି ଆଜ୍ଞା ତଳୁ ନଈ ପଡ଼ି ଛିଣ୍ଡେଇକି ଆଣିଲେ କିଏ ଦେବଜ୍ୟୋତି ନାରଦ ଏ ତୃଣଟାକୁ ଚିରି ଦେଲେ ଦେଖିଲେ ତା ଭିତରେ ସୀତାରାମ ନାରଦ କହିଲେ ସୀତାରାମ ଘାସ ଭିତରେ କହିଲେ ହଉ ଦେଖିବା ଗଛରୁ ଗୋଟେ ଫଳ ତୋଳିକି ଆଣିଲେ ପିତ୍ତବାସ ଫଳଟାକୁ ଦି ଫାଳ କଲେ ଫଳ ଭିତରେ ସୀତାରାମ କହିଲେ କେଜାଣି ଫଳଟା ପକୋଡ଼ା ପକୋଡ଼ି ହେଇଥିବ କୌଣସି ଉପାୟରେ ତା ଭିତରକୁ ସୀତାରାମ ଯାଇପାରେ କହିଲେ ଇଏ ଟେଷ୍ଟ ପରୀକ୍ଷା ଗଲା ବଡ଼ ପରୀକ୍ଷା କରିବି ଫଳଟା ଭିତରୁ ମଞ୍ଜିଟାକୁ ବାହାର କଲେ ମଞ୍ଜିଟାକୁ ପଥରରେ ଛେଚିକି ଦି ଫାଳ କଲେ ମଞ୍ଜି ଭିତରେ ସୀତାରାମ ଭଗବାନ କହିଲା ଦରମା ପିଲା ଦରମା ଦେଇକି ଫଳର ମଞ୍ଜି ଭିତରେ ଲେଖିବ ମାଙ୍କଡ ଯାଦୁ ବିଦ୍ୟା ବଳରେ ଇଏ ମଞ୍ଜି ଭିତରେ ଲେଖିବ ନାଇଁ 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 ଏ ଜଙ୍ଗଲର କି ଗୋଟେ ମାହାତ୍ମ ଅଛି ଯାହା ଥାଉ ବ୍ରହ୍ମାଙ୍କର ପୁଅ ଆଜନ୍ମ ବ୍ରହ୍ମଚାରୀ ସେ ଜଙ୍ଗଲରେ ଯାହା ଥାଉଛି ଥାଉ ମାଗ ଟିକେ ଦେଖିବି ମାଙ୍କଡ ସେ କୋଉଠି ଅଛି କୋଉ ପାଗରେ ଅଛି କଣ କଲେ ସିଏ କଲା କିଛି ପଥ ଅତିକ୍ରମ କରିଲେ ଦେବରସି ହରେ ଧ୍ୟାନରେ ମଗ୍ନ ହୋଇଛି ପବନର ଶିଶି ପବନର ଶିଶି ଆହେ ପବନର ଶିଶି ଆରେ ଏବେ ପବନର ଶିଶି ପବନର ଶିଶି ଆହେ ପବନର ଶିଶି କପାଳେ ନିବେଶୀ ସୀତାରାମ ଭଜୁ ଅଛି ମନେ ହୋଇ ଖୁସି ଆରେ ମନେ ହୋଇ ଖୁସି ଆରେ ଏବେ ମନେ ହୋଇ ଖୁସି ଆରେ ମନେ ହୋଇ ଖୁସି ଆଉ ଟିକେ ବାଟ ଯେତେବେଳେ ଆଗକୁ ଗଲେ ହେ ଚିନ୍ମୟ এই দেবজ্যোতি নারদ ব্রহ্মাঙ্কর পুয়া জন্ম ব্রহ্মচারী কলহ প্রিয় নারদ হে জ্ঞানী মণ্ডলী ଦେଖିଦେଲେ 1 ଲକ୍ଷରେ ହନୁମାନ ରାମ ନାମ ଭଜନ କରୁଛନ୍ତି ଓମ୍ ରାମ ରାମ ରଘୁନନ୍ଦନ ଟିକେ ଗାଇ ଦଉନୁ ଆରଟା ମୋ ପ୍ରଭୁ ରଘୁନାଥ ଟିକେ ଗା ଲୋକ ଡିମାଣ୍ଡ କରିଛନ୍ତି ଟିକେ ଗା ମୋ ପ୍ରଭୁ ରଘୁନାଥ ସେ ଜାନକୀ କାନ୍ତ ଅଯୋଧ୍ୟାପୁର କ୍ଷେତ୍ରବାସୀ ଅଯୋଧ୍ୟାପୁର କ୍ଷେତ୍ରବାସୀ ଆଘା ମୋ ପ୍ରଭୁ ରଘୁନାଥ ସେ ଜାନକୀ କାନ୍ତ ଅଯୋଧ୍ୟାପୁର କ୍ଷେତ୍ରବାସୀ ଅଯୋଧ୍ୟାପୁର କ୍ଷେତ୍ରବାସୀ আঘাতা নাম গায়ে জীব মোতে গো তার তব তা নাম গায়ে জীব মোতি ন সরি জীব তাপাত পদ্মে শিবরসি তাপাত পদ্মে শিবরসি আগাম প্রভু রঘুনাথ
ଅଯୋଧ୍ୟାପୁର କ୍ଷେତ୍ରବାସୀ ଅଯୋଧ୍ୟାପୁର କ୍ଷେତ୍ରବାସୀ ବାରମ୍ବାର ଯେତେବେଳେ ଡାକ ଦେଉଛନ୍ତି ଦେଖିଦେଲେ ଦେବଦତ୍ତୀ ନାରଦ 1 ଲକ୍ଷରେ ତା ପ୍ରଭୁଙ୍କୁ ସିଏ ଡାକୁଛି ଟିକେ ଅନ୍ୟମନସ୍କ ହବାର ନାହିଁ ଆଖି ଦିଟା ବୁଝି ଯାଇଛି ଆଜ୍ଞା ଅନେଇ ଦେଲେ ଦେବଦତ୍ତୀ ନାରଦ କଣ କରିବି ତା ପ୍ରଭୁଙ୍କୁ ତ ସିଏ ଡାକୁଛି ତା ସାଥିରେ ଲାଗିଲେ ମୋର ପାପ ହବ ଧ୍ୟାନ ଭଗ୍ନ ମହାପାପ ପୁରାଣ କହୁଛି ଜନତା କହନ୍ତି କବିମାନେ ଲେଖନ୍ତି ତା ସାଥିରେ ଲାଗିଲେ ମୋର ପାପ ମୁହଁକୁ ବୁଲେଇ ଦେଲେ କିଏ ଦେବଦତ୍ତୀ ନାରଦ କଣ କରିବି କେମିତି ତା ଧ୍ୟାନ ଭାଙ୍ଗିବି ତା ଧ୍ୟାନ ଭାଙ୍ଗିଲେ ସିଏ ବଡ କି ମୁଁ ବଡ ମୋ ତଳୁ 4 ଅଙ୍କ ସିଏ ନବ କି ନ ନବ ଏହା ବୁଝିବା ଦରକାର କେମିତି ତା ଧ୍ୟାନ ଭାଙ୍ଗିବି ପୁଣି ଅନେଇ ଦେଲା ବେଳକୁ ଆଖି ବୁଝି ଦେଇଛି ହନୁମାନଜୀ ପ୍ରଭୁଙ୍କୁ ଡାକୁଛନ୍ତି ହେ ଜ୍ଞାନୀ ମଣ୍ଡଳୀ ଟିକେ ନଜର ଦେବେ ଦେବଦତ୍ତୀ ଅନେଇଛନ୍ତି ହନୁମାନ ରାମ ନାମ ଭଜନ କରୁଛନ୍ତି କହିଲା ତା ସାଥିରେ ଲାଗିବା ମୋର ଦରକାର ନାହିଁ ସିଏ ଯେମିତି ତା ପ୍ରଭୁଙ୍କୁ ଡାକୁଛି ନାରଦ କହିଲେ ମୋ ପ୍ରଭୁଙ୍କୁ ମୁଁ ଡାକିଦେଲେ ଖଣ୍ଡେ ବାଟ ଛାଡ଼ିକି ଆପେ ଆପେ ତା ଧ୍ୟାନଟା ଭାଙ୍ଗିଯିବ ଜ୍ଞାନୀ ମଣ୍ଡଳୀ ଯେଉଁ ଜାଗାରେ ହନୁମାନ ରାମ ନାମ ଭଜନ କରୁଛନ୍ତି ଖଣ୍ଡେ ଦୂର ଛାଡ଼ି ନାରଦ ତାଙ୍କ ପ୍ରଭୁଙ୍କୁ ଡାକିଲେ କଣ ଡାକିଲେ କେମିତି କହିଲେ ଭଜ ମନ ନାରାୟଣ ନାରାୟଣ ଭଜ ଭଜ ମନ ନାରାୟଣ ନାରାୟଣ ଭଜ କାର୍ତ୍ତିକ ସ୍କେଲ ଲଗା ହଉଛି ରେ କହିଲା ଭଜ ମନ ନାରାୟଣ ନାରାୟଣ ଭଜ ଭଜ ମନ ନାରାୟଣ ନାରାୟଣ ଭଜ ନାରାୟଣ ନାରାୟଣ ଯେତେବେଳେ 3 ଥର ଉଚ୍ଚାରଣ କରିଦେଲେ ଆଉ ହନୁମାନର ଧ୍ୟାନ ରହିବ ଭାଙ୍ଗିଗଲା ହନୁମାନଙ୍କର ଧ୍ୟାନ ରାଗରେ ଜର୍ଜରିତ ହନୁମାନଜୀ ଶ୍ରୀରାମ କିଏ ବୃଦ୍ଧ ଗୋସାଇଁ କାନୁ ମଧ୍ୟରେ ଚିତ୍ରକୂଟ ଜଙ୍ଗଲରେ ତୁମେ ନାରାୟଣ ନାରାୟଣ ଜପୁଛ ନାରାୟଣ ନାରାୟଣ ସ୍ମରଣ କରୁଛ ତମକୁ ମାରିଦେବି ଗୋସାଇଁ କୋଉ ପାଠଟା କରିଛ କୋଉ ପାଠ ହନୁମାନ ନାରଦ କଲେ ବାଡ଼େଇ ପକେଇବ ବୋଧେ ବାଡ଼େଇ ଦବୁ ବୋଧେ ହେ ବାବାଜୀ ତୁ ପୁଣି ନାରାୟଣ ନାରାୟଣ ଜପିବୁ ନାରାୟଣ ହେ ବାବାଜୀ ଶୀଘ୍ର ଏଠୁ ଯା ଦେଖୁଛୁ ଗଦାକୁ ନାଇଁ ହେ ବାବାଜୀ ଇଆଡ଼େ ଆସିଥିଲି ମନେ ପଡ଼ିଗଲା ମୋ ଠାକୁରଙ୍କ ନାଁଟା ଟିକେ ଜପିଦେଲି ଏଠି ନାରାୟଣ ନାରାୟଣ ଜପୁଛୁ ହନୁମାନ ପାଠକୁ ତମେ ଫିଟ୍ ହେଲ ହନୁମାନ କହିଦେଲେ କହିଲେ ତମେ ଏଗୁଡ଼ାକ କଣ ସବୁ ଲେଖା ହେଇଛି ଗଛ ପତ୍ର ବନ ପର୍ବତ କଣ ଲେଖା ହେଇଛି ଦିଶୁନି ତମକୁ ଏଠି ଯୋଉଠି ରାମ ନାମ ସ୍ମରଣ କଲେ ପିଣ୍ଡରୁ ପାପ କଳମସ ଛାଡ଼ିକି ପଳେଇବ ତମେ ପୁଣି ନାରାୟଣ ସେଠି ନାରାୟଣ ଜପୁଛ ଜାଣିଲୁ ମାରି ଦିଅନ୍ତଣି ଗୋଛେଇକି
এইটাକୁ ମାରିବା ଯାହା ଗୋଟେ ମାଛିକି ମାରିବା ସେଇଆ ମୁଁ ତୋତେ କହୁନି ନାଇଁ ମୁଁ ତାକୁ କହ ତାକୁ ନୁହଁ ତୋତେ ନୁହଁ ହନୁମାନ ନାରଦଙ୍କୁ କହିଲେ ହଁ, କହିଲେ ଶୁଣିଲ ନାରଦ କହ ତମେ କୋଉ ପାଠ କରୁଛ ସେ ନାରଦ ନାଦର ନୁହଁ ସେଟା ନାରଦ କହ ହଏ ତମକୁ ଏରା ଦିଶୁନି କଲେ ଖାଇଛି କଣ କରିବି ନାରଦ ହାତ ଯୋଡ଼ି ଦେଲେ କହିଲେ ନାଇଁ ଏଇଟା ମୋର ପିଲାଦିନରୁ ଅଭ୍ୟାସ ନାରାୟଣଟା ମୋର ପିଲାଦିନରୁ ଅଭ୍ୟାସ ତମେ ଯେ ଏଗୁଡ଼ାକ ଲେଖିଛ ଏରା ବାରମ୍ବାର ମତେ ବୁଝେଇଲେ ମଧ୍ୟ ମୋ ତୁଣ୍ଡରେ ହବନି ହନୁମାନ କହିଲେ ହବନି ଚିତ୍ରକୂଟ ଜଙ୍ଗଲରେ ପାଦ ଦେଇଛ ମାନେ ଏ ଯୋଉ ଲେଖା ହେଇଛି ସୀତାରାମ ସୀତାରାମ ରାମ ରାମ ତମ ତୁଣ୍ଡ ଉଚ୍ଚାରଣ କରିବାକୁ ପଡିବ ମୋର ତ ହଉନି ମୁଁ କଣ କରିବି ହବ ରାମ ନାମ ମୁଁ ଗାଇଦେବି ମୋ ପାଳିଟା ତମେ 3 ଥର କରିକି ଧରି ପକେଇଲେ ଆପେ ତମର ହବ ନାରଦ କହିଲେ ହଉ ଦେଖିବା ନା ଦେଖିଲେ କଣ ଦେଖିବ କିଏ ସ୍କୁଲକୁ ପିଲାଟା ପାଠ ପଢି ଯାଉଛି ମାଷ୍ଟର ତାକୁ ଚକ ଘୋଷଉଛି ଦିନ ଯାକ 10ଟା ବେଳୁ 4ଟା ଯାକେ ଚକ ଘୋଷେଇବ 4ଟା ବେଳୁ କହିବ ଲେଖେ ଲେଖିପାରିବନି ଦ୍ୱିତୀୟ ଦିନ 10ଟା ବେଳୁ ପୁଣି ଚକ ଘୋଷେଇବ ମାଟ ଦେଇକି ଘୋଷେଇବ 4ଟା ବେଳକୁ କହିବ ଲେଖେ ଲେଖିପାରିବନି ତୃତୀୟ ଦିନ ପୁଣି ସେ 10ଟା ବେଳୁ 4ଟା ଯାକେ ଚକ ଘୋଷେଇବ ମାଟ ଦେଇକି ବିଧା ମାରି ହବ ନା ନାଇଁ ତମର ଥରକରେ ପାଳି ଠିକ ହବନି 3 ଥର ହବ 2 ଥରରେ ଠିକ ହବନି 3 ଥରକୁ ହବ 3 ଥର ତ ହବ ନା 3 ଥର ଧର୍ମ ଛଡା ହଁ ନାରଦ ଟିକେ ମୁଣ୍ଡରେ ହାତ ମାରିଲେ ହଉ ପୁଣି ହେଇଛନ୍ତି ନା କହିଲେ ହଉ ହଁ ପାଳିଟା ମୁଁ ଧରିବି ଆପଣ ହଁ ଲାଗିଛି ମାୟା ଥରର ହେ ଜ୍ଞାନୀ ମଣ୍ଡଳୀ ରାମ ନାମ ଗାଇଲେ ହନୁମାନ ମାୟା ଲଗେଇ ଦେଇଛନ୍ତି ପ୍ରଭୁ ଚିନ୍ମୟ ଚିଦାନନ୍ଦ ଗର୍ଭଗଞ୍ଜନ ନରହରି ପାଲଟା ଧରି ପକେଇଲେ କିଏ ନାରଦ ହନୁମାନ କଣ ଗାଇଲେ କଣ ହେଲେ ଭଜ ରଘୁପତି ରାଘବ ଭଜ ରଘୁପତି ରାଘବ ରାଜା ରାମ ପତିତ ପାବନ सीताराम रघुपति राघव राजा राम पतित पावन सीताराम ନାରଦ ଭାବିଲେ କହିଲେ 3 ଥର ଆଡେ ବାଜିବ ଏ ଗୋଟାକ ଥରରେ ପାଳି ଠିକ ହବ ଜାଣି ପାରୁନାହାନ୍ତି ମାୟାରେ ପାଳିଟାକୁ ଧରିଲେ ଧରି ପକେଇଲେ କଣ ଧରିଲେ हजार रघुपति ମଲୟ ନାରଦ ପାଳିଟାକୁ ଧରିଲେ କଣ ଧରିଲେ କହିଲେ ଭଜ 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 ମନ ଶ୍ୟାମ ଶ୍ୟାମ ପତିତ ପାବନ ରାଧେ ଶ୍ୟାମ पतित पावन राधे श्याम पतित पावन राधे श्याम ନାରଦ ନାରଦ ହେଇ ପଡିବ ସିଆଡେ ତମର ପାଳି ଭୁଲ ହଉଛି ପାଳି ତମର ଭୁଲ ହଉଛି ନାରଦ କହ ତମେ ଜାଣିପାରୁନ ଭୁଲ ହଉଛି ଆଉ ଥରେ ଗାଇବି ଦ୍ୱିତୀୟ ଥର ଗାଇଲେ ହନୁମାନ କଣ ଗାଇଲେ ମଙ୍ଗଳ ପରଶନ ରାଜା ରାମ ପତିତ पावन सीताराम पतित पावन सीताराम पतित पावन सीताराम ପାଳିଟାକୁ ଧରିଦେଲେ ଦେବଜ୍ୟୋତି ନାରଦ କହିଲେ 2 ଥର ଏଇଥର ଠିକ ହବ ପାଳି କଣ ଗାଇଲେ ନାରାୟଣ ନାରାୟଣ ପୂର୍ଣ୍ଣ ବ୍ରହ୍ମ ପତିତ ପାବନ ରାଧେ श्याम पतित पावन राधे श्याम पतित पावन राधे श्याम ନାରଦ ଏ ପାଳି ତୁମର ଭୁଲ ହଉଛି ଟିକେ ହିସାବ ଉପରେ ଗା ଭୁଲ ହଉଛି ତୋର ପାଳି ଭୁଲ ହଉଛି ହଁ 2 ଥର ଗଲା 3 ଥର ଧର୍ମ ଛଡା ଏଇ ଥରକ ପୁଅ এই ଥରକରେ ଯଦି ପାଳି ଠିକ ହବ ତା ବାଟ ମୁଁ କରି ନେବି ନାରଦ ଭାବିଲେ କହିଲେ କୋଉଠି ଗୋଟେ ବାଟ କହିଲାଣି ବାଡେଇବ କି ଆକୁ ଗାଇଦେଲେ ତୃତୀୟ ଥର ହନୁମାନ କଣ ଗାଇଲେ କୌଶଲ୍ୟା ଦୁଲାଳ ରାଜା ରାମ ପତିତ ପାବନ सीताराम
পতিত পাবন সীতারাম পতিত পাবন সীতারাম। ନାରଦ ମନେ ମନେ ଚିନ୍ତା କଲେ, କହିଲେ କଣ ପାଠ ଗୋଟେ ଖୋଜିବ এই থর লাস্ট তোর କଣ ଗୋଟେ ପାଠ କରିବ ବୋଲି କହିଛି, ବାଡାବାଡି କରିବ ନା କଣ? ଏଇଥର ପାଳି ଠିକ ହବ। ରଗଡିକି ଗାଇଲେ କିଏ? ଦେବଜ୍ୟୋତି ନାରଦ। କଣ ଗାଇଲେ? କହିଲେ ବସୁଦେବ ପାଲ ପଞ୍ଚବନ ପତିତ পাবন রাধে শ্যাম পতিত পাবন রাধে শ্যাম। ବାରମ୍ବାର ଯେତେବେଳେ ପାଳି 3 ଥର ଭୁଲ ହେଲା, ରାଗରେ ହନୁମାନ କଲେ, ନାରଦ এ নারদ ଏ ଜଙ୍ଗଲକୁ ଆସିବାକୁ ତମକୁ ମୁଁ ନିମନ୍ତ୍ରଣ ଦେଇଥିଲି। ଏଠି ପାଇଥିଲି ଜରିପାଟଣା କୀର୍ତ୍ତନ ଗାଇ ଆସିବା ପାଇଁ ସୁବଳ ବାବୁ ମୋତେ ନିମନ୍ତ୍ରଣ ପଠେଇଥିଲେ হ্যাঁ ଫୋନ ମାଧ୍ୟମରେ। ହନୁମାନ କହିଲେ ଯେ ଚିତ୍ରକୂଟ ଜଙ୍ଗଲକୁ ଆସିବାକୁ ମୁଁ ତମକୁ ନିମନ୍ତ୍ରଣ ଦେଇନି। নাই ବିନା ନିମନ୍ତ୍ରଣରେ, তুমি আইছ ବିନା ନିମନ୍ତ୍ରଣ ଆସିକି ମୋ ସହିତ ତମେ ଗଣ୍ଡଗୋଳ କରୁଛ। বাবা କହିଲା ଭାବିଲ କି ଏହି କାଷ୍ଠ ପିତୁଳିକା ଖେଳ ଅନାଗତ ଭାବେ ଆସିରେ କର ଗଣ୍ଡଗୋଳ। পরগণ্ডগোল এবে পরগণ্ডগোল পরগণ্ডগোল এবে পরগণ্ডগোল। କହିଲା ଦେବର ସେ ଦାଢ଼ି ଧରି ହନୁ ଝିଙ୍କି ଦେଲେ ଦାଢ଼ି ଉପୁଡ଼ି ପାରୁସି ହେ ନେତ୍ରରେ ଦେଖିଲେ। ରାଗରା ଚର୍ଚ୍ଚରିତ ହୋଇ ଯେତେବେଳେ ଦେବସିଂହ ଦାଢ଼ିରେ ହାତଟା ପକେଇ ଦେଲେ, ଏ ତ ଦ୍ରୁପଳିଆ ଦାଢ଼ି ପାଚିକି ଥିଲା, ରାଗ ତ ବଢିଛି, ଅଳ୍ପ ଟିକେ ଝିଙ୍କି ଦେଲେ। নেই যাব ପିତେଇ ପିତ୍ତବାସ ଅଧେ ଦାଢ଼ି ଉପୁଡ଼ି ଗଲା। নেই যা এটা নেই যା କଣ କଲା ମାଙ୍କଡ କହିକି ନାରଦ ଯେତେବେଳେ ତଳକୁ ଅନେଇଲେ, ପାଚିଲା ଦାଢ଼ି ତଳେ ପଡିଛି। ହରେ ଏ ଡାଳକୁ ସେ ଡାଳ ଡେଇଁବା ବାଲା ଗୋଟେ ମର୍କଟ। হেই ମୋ ଦାଢ଼ିରେ ହାତ ପକେଇଛି, ଖାଲି ହାତ ପକେଇନେ ଉପୁଡେଇଛି। কোন পলাশ ଦେବଜ୍ୟୋତି ନାରଦ, ମୁଁ ବ୍ରହ୍ମାଙ୍କର ପୁଅ, ଆଜନ୍ମ ବ୍ରହ୍ମଚାରୀ। ସାଧାରଣ ମର୍କଟ ତୁ সাধারণ মর্কটকু এ সাধারণ মর্কটকু ତୋର କେତେ ଶକ୍ତି ହୋ, ତୋର କେତେ ଶକ୍ତି ଦେଖିବ ଦେଖିବ ଆଜି, দেখি জনমত আদি ଦେଖିବ ଦେଖିବ ଆଜି। আহা দেখিব দেখিব আদি হইরে এ নারদ দত্তি হো, এ নারদ জতি হা কহি মুনিয়াতে এহা কহি মুনি আগে এহা কহি মুনি আগে। পদ্ম আগুକୁ দুশুনি নাই ক এ হা কহি মুনিয়াতে এহা কহি মুনি আগে হনুমান ধরি হো, হনুমান মানে ধরি ধরা ধরি হেলে তুহে ধরা ধরি হেলে তুহে ধরা ধরি হেলে তুহে আজি ওপরা ওপরি হো। তোরা তরি পুଅ এইটি ଅନେଇଲ ନା, ଏମିତି ଧରା ଧରି ହେଲେ ରାମ ନାମ ବଳରେ ହନୁମାନ ନାରଦଙ୍କୁ ଧରିଲେ। ନାରଦଙ୍କୁ ଧରି ଶୁଖିଲା ପତ୍ର ଭଳିଆ, হ্যাঁ ଶୁଖିଲା ପତ୍ର ଭଳିଆ ନାରଦଙ୍କୁ ଧରିଲେ ଯେତେବେଳେ বাহ ଫିଙ୍ଗି ଦେଲେ, ଫୋପାଡ଼ି ଦେଲେ। 7 ଯୋଜନରେ ନାରଦ ଚେତା ଶୂନ୍ୟ ହୋଇକି ପଡ଼ିଲେ। হিলা ଆଣ୍ଠୁ ଗୋଠି ଛିଡ଼ି ଯାଇଛି, ଜ୍ଞାନ ନାହିଁ, ଅଜ୍ଞାନ ଭାବରେ ଚେତା ହରା ହେଇକି ପଡ଼ିଛନ୍ତି ଦେବଜ୍ୟୋତି ନାରଦ। নারদ କଣ କରିବେ ଆଜ୍ଞା? কোন করিবে ହଁ ଏଡ଼େ ମନ୍ଦେ ମନ୍ଦେ ହସୁଛନ୍ତି মামা ଜଗତ ଠାକୁର। ପଦେ କଥା ପାଇ ଆଜି ଏତେ ହର ବର। এতে ঘর
हर पर आदि एते हर पर বলাইতি কিরে মোর মন শান্ত হই নাই দেখুছি বড় ভগত কিপরি মু রহি চিন্ময় চিদানন্দ করুণার বরুণালয় ঠাকুর পরম দেবতা পরম কালিয়া কপটিয়া লম্পটিয়া কাঞ্চমালিয়া ঘনকালিয়া পিত দুকুলিয়া জামুডালিয়া গর্ভগঞ্জন নরহরি চিন্তা কলে এতিকিরে মো মন শান্ত হইনি নাই পদ্যে কথা পদ্যে তো নুহ গোটে অক্ষরর গোটে মাত্রা হ্যাঁ ମୋ ତଳେ 4 ଅଙ୍କ ପାଇଁ ନାରଦ କେତେ କଷ୍ଟ ଭୋଗିଲେଣି এই ଚେତା ନାହିଁ ଅଚେତା ହେଇକି ଆଣ୍ଠୁ ଗଣ୍ଠି ଛିଣ୍ଡେଇକି ପଡ଼ିଛନ୍ତି হ্যাঁ କାର୍ତ୍ତିକ ଆଜ୍ଞା ଠାକୁର ବିଚାର କଲେ ଆହୁରି ପରୀକ୍ଷା କରିବି এই পরীক্ষা ଆହୁରି କଷ୍ଟ ଦେବି হ্যাঁ ଚେତା ଶୂନ୍ୟ ହେଇକି ପଡ଼ିଛନ୍ତି କିଏ নারদ ସତ ଯୋଜନରେ বাহ ଆଣ୍ଠୁ ଗଣ୍ଠି ଛିଡ଼ି ଯାଇଛି ଓହୋ ଠାକୁରଙ୍କ ମାୟା ଲାଗିଛି হ্যাঁ ହାଁ ସମୟଟା হ্যাঁ ପାହାନ୍ତିଆ ସମୟ পাহান্তিয়া ସୂର୍ଯ୍ୟଦେବ ଉଦୟ ହେଇନାହାନ୍ତି ରାତ୍ରର କାଳିମାଟା ଛାଡ଼ିନି কলা মাইকা কর সময় ପଦୁଟି ଆଜ୍ଞା ଆପଣ ମାନଙ୍କର କୃଷ୍ଣ ପ୍ରସାଦ ବସୁ ବସୁ କଲମ କଲେ কোন କଲା ଛାଡ଼ିବ ଛାଡ଼ିବ ହେଉଛି ଛାଡ଼ି ନାହିଁ ତ ମଶା ମେଲାଇ ଦେଇଛି ଓଢ଼ଣା ଜସା ରସାର ଭୂଷା ରସାର ଭୂଷାରେ ରସାର ଭୂଷା ରସାର ଭୂଷା ରସାର ଭୂଷାରେ ରସାର ଭୂଷା ରସାର ଭୂଷା କଲା ଚମକି ଚମକି କଜଳ ପାତି ନିଦ ବାଉଳେ ପାତି ନିଦ ବାଉଳେ ରତନ କରେ ତ ପବନ ତାଳ ତମାଳ ତମାଳେ ଆଉ ତମାଳ ତଳେ ତମାଳ ତମାଳ ତଳେ ତମାଳ ତଳେ ତମାଳ ତଳେ ରେ ତମାଳ ତଳେ ରହିଲୁ କାର୍ତ୍ତିକ ଆଜ୍ଞା କାର୍ତ୍ତିକରେ ଆଜ୍ଞା ରେ ଆହୁରି ମରିନି ନା ଓ ଛାଡ଼ିବ ଛାଡ଼ିବ ହଉଛି ଛାଡ଼ି ନାହିଁ ତମସା ତମସା କଣ ବୁଝୁଛୁ ରାତ୍ରି ରାତ୍ରର କାଳିମାଟା ଛାଡ଼ିବ ଛାଡ଼ିବ ହଉଛି ଛାଡ଼ିନି ନାଇଁ ଏ ସମୟରେ କଜଳପାତି ପକ୍ଷୀ ହଁ। ଗଛର ଗୋଟିଏ ଡାଳରେ ବସି ଚିଞ୍ଚି ରାପ କରୁଛି ହଁ ପିତେଇ ଓ ରାତିଟା ପାହି ଆସୁଛି ହଁ ଗୋଟିଏ ପଦ ଆଜ୍ଞା ନୟାଗଡ଼ ମାଟିର ଗୌରବ ନୟାଗଡ଼ ମାଟିର କବି ଯିଏ ଆଜ୍ଞା 14 ମାସ ହେଲା ସ୍ୱର୍ଗତ ହେଇଛନ୍ତି ଏବେ 2 ମାସ ତଳେ ଯାହାର ମୂର୍ତ୍ତି ଉନ୍ମୋଚନ ହଉଥିଲା କବି ତିଳକ ପାଣି ସୌରଭ କବି ଅର୍ଜୁନ ଚରଣ ବାରିକ ହେଇ ଯାହାଙ୍କର ପରଶୁରାମ ପୁରାଣ ଓଡ଼ିଆ ରାମଚରିତ ମାନସ ଆଉ ନୃସିଂହ ବିଳାସ କେତେ ଖଣ୍ଡ ବହି ବି ପ୍ରେସରେ ଛପା ହେଇଛି ହଁ ଆପଣଙ୍କ ପାଖରେ ଥିବ ନଥିବ ମୁଁ କହିପାରୁନି ସେ ଅର୍ଜୁନ ଚରଣ ବାରିକ ଗୋଟିଏ ପଦ ଲେଖନି ଚାଳିଦେଲେ କଣ ରାତିଟା ପାହି ଆସୁଛି ହଁ 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 କଲା ପାହିଲାଣି ତ୍ରିଜମାରେ ଏ କାର୍ତ୍ତିକ ଆଜ୍ଞା ପାହିଲାଣି ତ୍ରିଜମାରେ ପ୍ରିୟତମା ପାହିଲାଣି ତ୍ରିଜମାରେ ପ୍ରିୟତମା